2011 ମସିହା ଜାନୁଆରୀ ମାସ ଶେଷ ହେବାକୁ ବୋଧେ 3-4 ଦିନ ବାକି ଥାଏ। ମୋର 2 ଜଣ ବନ୍ଧୁ ଆସି ମୋ ପାଖରେ ସକାଳୁ ସକାଳୁ ପହଞ୍ଚିଗଲେ। ମୁଁ ସେମାନଙ୍କୁ ଦେଖି ଖୁସି ହୋଇଗଲି। ବହୁତ ଦିନ ପରେ ତାଙ୍କ ସାଙ୍ଗରେ ମୋର ଦେଖା ହେଉଥିଲା, ତେଣୁ ମୁଁ ବହୁତ ଖୁସି ଥିଲି। ଅବଶ୍ୟ ଫୋନ୍ ଯୋଗେ ଆମର ପ୍ରାୟ କଥାବାର୍ତ୍ତା ହୁଏ, କିନ୍ତୁ ସାମ୍ନା ସାମ୍ନି ଭେଟିବାର ମଜା ଟିକେ ନିଆରା। କିଛି ଜଳଖିଆ ଖାଇସାରିବା ପରେ ମୁଁ ତାଙ୍କ ସାଙ୍ଗରେ କଥାରେ ମଜିଗଲି। ସେମାନେ ମୋ ପାଖକୁ ପ୍ରକୃତରେ ଗୋଟିଏ କାମ ନେଇ ଆସିଥିଲେ। ସେମାନେ ଗୋଟିଏ ଗାଁରେ କେହି ଜଣେ ବ୍ୟକ୍ତିଙ୍କ ବିଲରେ ପୋତାଧନ ଥିବାର ସନ୍ଧାନ ପାଇଥିଲେ, ଆଉ ସେ କଥା ଖୋଜ୍ ସେ ବିଲ ମାଲିକ ତାଙ୍କୁ କହିଥିଲା। ତେଣୁ ସେମାନେ ଗୋଟିଏ ଗୁଣିଆ ଖୋଜି ଖୋଜି ମୋ ପାଖକୁ ଆସିଥିଲେ। ମୁଁ ଅବଶ୍ୟ ଜଣେ ଗୁଣିଆକୁ ଚିହ୍ନିଥିଲି ଯିଏ ସେଭଳି କାମ କରେ। ଗୁଣିଆର କାମ ଏତିକି ଯେ ସେ ଭୂଇଁର ନିର୍ଦ୍ଦିଷ୍ଟ ଜାଗାକୁ ଚିହ୍ନଟ କରିଦେବ, ଆଉ ସେଠି ମାଟି ଖୋଳିଲେ ମାଟି ଭିତରୁ ପୋତାଧନ ବାହାରିବ। ଆମ ଦେଶୀ ଭାଷାରେ ତାକୁ ହଣ୍ଡା କୁଡ଼ିବା କୁହାଯାଏ। ଯେତେବେଳେ ଏତେ ଦୂରରୁ ସାଙ୍ଗମାନେ ଆସିଥିଲେ, ତେଣୁ ତାଙ୍କୁ ନେଇ ମୁଁ ସେ ଗୁଣିଆ ପାଖକୁ ଗଲି। ଆମ ଗାଁଠାରୁ ସେଠାକୁ ପ୍ରାୟ 12 କିଲୋମିଟର ହେବ। ସୌଭାଗ୍ୟକୁ ଆମେ ସେ ଗୁଣିଆକୁ ଭେଟି ପାରିଲୁ। ସବୁ କଥା କହିସାରିଲା ପରେ ଗୁଣିଆ ମଧ୍ୟ ଯିବାକୁ ରାଜି ହୋଇଗଲା। ଏଥର ଆମେ 4 ଜଣ ସେଠୁ ବାହାରି ଆସିଲୁ। ମୁଁ ସେମାନଙ୍କୁ ବସ୍ରେ ବସାଇ ଘରକୁ ଚାଲି ଆସିଲି। ସେମାନେ ବୌଦ୍ଧରେ ପହଞ୍ଚୁ ପହଞ୍ଚୁ 4:30 ହୋଇଗଲା। ସେଠାରୁ ପୁଣି ଗୋଟିଏ ବସ୍ ଧରି ସେମାନେ ବୌଦ୍ଧଠାରୁ 22 କିଲୋମିଟର ଦୂର ଗୋଟିଏ ଗାଁକୁ ଗଲେ। ସେମାନେ ମୁଖ୍ୟ ରାସ୍ତାରୁ ପ୍ରାୟ 1 କିଲୋମିଟର ହେବ ଚାଲିକି ଗଲେ, ଆଉ ସେ ବିଲ ମାଲିକ ଘରେ ପହଞ୍ଚିଗଲେ। ଶୀତଦିନ ହେତୁ ଶୀଘ୍ର ସନ୍ଧ୍ୟା ହୋଇଗଲା, ଆଉ ସେଠି କିଛି ଜଳଖିଆ ଖାଇସାରିବା ପରେ ସେମାନେ ତାଙ୍କର ପୂଜା ସାମଗ୍ରୀ ଯୋଗାଡ଼ କରିବାରେ ଲାଗିଗଲେ। ସବୁ କାମ ସେମାନେ କରୁଥାନ୍ତି, ଅର୍ଥାତ୍ ହଳଦୀ ଗୁଣ୍ଡ, ସିନ୍ଦୁର, କଳା ଗୁଣ୍ଡା, ଅରୁଆ ଚାଉଳ, ଦୁବ ଇତ୍ୟାଦି ସଂଗ୍ରହ କରୁଥାନ୍ତି। କିନ୍ତୁ ଗୋଟିଏ ଅସୁବିଧା ଥାଏ ଯେ ମନ୍ଦାର ଫୁଲ ତାଙ୍କ ବାଡ଼ିରେ ନଥିଲା, ତେଣୁ ତାଙ୍କର ଭାଳେଣି ପଡ଼ିଲା। ଗୁଣିଆ କାମରେ ତ ମନ୍ଦାର ଫୁଲର କାମ ବେଶୀ, ତେଣୁ ସେ ବିଲ ମାଲିକ ତାଙ୍କ ବଡ଼ ଝିଅକୁ ପାଖ ପଡ଼ିଶା କାହା ଘରୁ ମନ୍ଦାର ଫୁଲ ନେଇ ଆସିବାକୁ କହିଲେ। ତାଙ୍କ ଘରେ ତାଙ୍କ ପୁଅ ଝିଅ ସମୁଦାୟ 3 ଜଣ। ବଡ଼ ଝିଅକୁ 18 କି 19 ବର୍ଷ ହେବ, ତା ତଳେ ପୁଅ 10 ବର୍ଷ ଏବଂ ସଭା ସାନ ଝିଅ 7 ବର୍ଷର ହେବ। ଗାଁ ଗହଳି ପରିବେଶ ହେତୁ ବଡ଼ ଝିଅଟି ଶାଢ଼ୀ ପିନ୍ଧୁଥାଏ। ସେ ଝିଅଟି ତା ସାନ ଭାଇକୁ ନେଇ ମନ୍ଦାର ଫୁଲ ଆଣିବାକୁ ଗଲା। ପ୍ରାୟ ଅଧଘଣ୍ଟା ପରେ ସେ ଫୁଲ ନେଇ ଆସିଲା। ରାତି ପ୍ରାୟ 10:30 ହେବ। ଘରେ ସମସ୍ତେ ତା ଆଗକୁ ଚାହିଁ ବସିଥିଲେ। ତେଣୁ ମୋ ସାଙ୍ଗ 2 ଜଣ, ସେ ଗୁଣିଆ ଆଉ ଘର ମାଲିକ, ଏଥର ହଣ୍ଡା କୁଡ଼ିବାକୁ ଯିବାକୁ ସଜବାଜ ହେଲେ। ବାହାରେ ସବୁଆଡ଼େ ଶୂନଶାନ, ସହଜେ ଶୀତ ଦିନ, ତେଣୁ ଆଖ ପଡ଼ିଶାରେ ସମସ୍ତେ ତାଟି କବାଟ ପକାଇ ସାରିଥାନ୍ତି। ଆଗ ସେମାନେ ଘର ଲଣ୍ଠନ ଲଗାଇ ତାଙ୍କ ଜିନିଷପତ୍ର ଗୋଟିଏ ଜାଗାରେ କଲେ, ଆଉ ବାହାରକୁ ବାହାରି ଆସିଲେ। ଆଗରେ ସେ ଗୁଣିଆ ଥାଏ, ହେଲେ ଏ କ'ଣ, ଘର ବାଟ ଦୁଆର ମୁହଁରେ ସେ ଘରର ବଡ଼ ଝିଅ ଗୋଟିଏ ପାଟିରେ ହାତ ଦେଇ ଝୁଲୁଛି। ତାକୁ ଦେଖି 4 ଜଣ ଯାକ ଚମକି ପଡ଼ିଲେ। ପାଖକୁ ଲଣ୍ଠନ ନେଇ ଗୁଣିଆ ଦେଖିଲା ବେଳକୁ ସେ ଝିଅଟି ପୁରା ରାଗରେ ଦାନ୍ତ କଟମଟ କରି ଗୁଣିଆକୁ ଅନାଉଛି। ଡାଳରେ ମାଙ୍କଡ଼ ଝୁଲିଲା ଭଳି ସେ ଝିଅଟି ପାଟିରେ ଝୁଲୁଥାଏ। ସହଜେ ତା ନଡ଼ା ଛପର ଘର, ସେଥିରେ ପୁଣି ସାମ୍ନାରେ ଛାଉଣି ବେଶୀ ଉଚ୍ଚା ନୁହେଁ। ଏତେ ସବୁ ଦେଖିଲା ପରେ ଗୁଣିଆ ଏଥର ସେ ଝିଅକୁ ସେଠାରୁ ଓହ୍ଲାଇ ଆଣିବାକୁ ତା ବାପାକୁ କହିଲା। ତା ବାପା ଗଲେ, କିନ୍ତୁ ସେ ଏକେଲା ଅସମର୍ଥ ହେବାରୁ ମୋ ସାଙ୍ଗମାନେ ଡରି ମରିକି ଗଲେ, ଆଉ କୌଣସି ମତେ ସେ ଝିଅକୁ ଓହ୍ଲାଇ ପିଣ୍ଡାରେ ବସାଇ ଦେଲେ। ସେ ଝିଅଟି କିଛି କହୁନଥାଏ, ଖାଲି ରାଗରେ ଦାନ୍ତ କଟମଟ କରି ଗୁଣିଆକୁ ଚାହୁଁଥାଏ। ସମସ୍ତେ ଡରି ଯାଇଥାନ୍ତି। ଗୁଣିଆ ଏଥର କଳା ଗୁଣ୍ଡା ଓ ହଳଦୀ ଗୁଣ୍ଡ ନେଇ ଏକ ଯନ୍ତ୍ର କାଟିଦେଲା ସେ ଝିଅ ସାମ୍ନାରେ, ଆଉ ମନ୍ତ୍ର ପଢ଼ିବା ଆରମ୍ଭ କଲା। ଝିଅଟି ଏଥର ଟିକେ ଶାନ୍ତ ହେଲା ଭଳି ମନେ ହେଲା, ଆଉ ହସିଲା। ସେ ହସିବା ଏକ ଭିନ୍ନ କର୍କଶ ଧରଣର ହେଉଥାଏ। ସେ ଯାହା ବି ହେଉ, ଗୁଣିଆ ଝିଅଟିକୁ ପଚାରିଲା, ତୁ କିଏ? କିନ୍ତୁ ସେ କିଛି ଉତ୍ତର ଦେଲାନି, ଖାଲି ହସିଲା। ଗୁଣିଆ ଏଥର ମନ୍ତ୍ର ଚାଉଳ ସେ ଝିଅ ଉପରକୁ ଫିଙ୍ଗିଦେଲା। ପୁଣି ଝିଅଟି ଖାଲି ହସିଲା। ଏମିତି ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଗୁଣିଆ ସମୟ ଅନ୍ତରାଳରେ ଝିଅଟିକୁ ପଚାରୁଥାଏ,
ଆଉ ସେ ଝିଅଟି ହସିଲେ ପୁଣି ତା ଉପରକୁ ମନ୍ତ୍ର ଚାଉଳ ଫିଙ୍ଗି ଦେଉଥାଏ। ବହୁତ ଥର ଚେଷ୍ଟା କରିବା ପରେ ଶେଷରେ ସେ ଝିଅଟି କହିଲା, ମୁଁ କାଳୀ ସୁନ୍ଦରୀ। ଯେତେବେଳେ ଏ ଝିଅ ମନ୍ଦାର ତୋଳିବାକୁ ଗଛକୁ ଗଲା, ମୁଁ ସେତେବେଳେ ସେ ଗଛରୁ ୟା ସାଙ୍ଗରେ ଚାଲି ଆସିଛି। ଏବେ ଯାଇ କଥାଟି ଜଣାପଡ଼ିଲା। ତାପରେ ଗୁଣିଆ ତୁ କେମିତି ଯିବୁ ବୋଲି ପଚାରିବାରୁ ମୁଁ ଯିବିନି ବୋଲି ଝିଅ ଦେହରେ ଥିବା ଦେବତା କହିଲା। ଗୁଣିଆ ପୁଣି ମନ୍ତ୍ର ଚାଉଳ ମାରିଲା, ହେଲେ ଝିଅଟି ପୂର୍ବପରି ହସିଲା। ଏମିତି ଅନେକ ସମୟ ଚାଲିବା ପରେ ଶେଷରେ ସେ ଦେବତା କହିଲେ, ମୋତେ ନେଇ ସେ ମନ୍ଦାର ଗଛରେ ଛାଡ଼ି ଦେଇ ଆସ। ଗୁଣିଆ ସେ ଦେବତାକୁ ଗୋଟିଏ ମନ୍ଦାର ଫୁଲରେ ଅଭିମନ୍ତ୍ରିତ କରି ତାକୁ ଘର ମାଲିକକୁ ଦେଲେ, ଆଉ ସେ ମନ୍ଦାର ଗଛ ମୂଳରେ ଥୋଇ ଦେଇ ଆସିବାକୁ କହିଲେ। ଏହାରି ଭିତରେ ସକାଳ 4ଟା ହୋଇଯାଇଥାଏ, ଆଉ ହଣ୍ଡା ଖୋଳିବା ସମ୍ଭବପର ନଥିଲା। ତେଣୁ ସେମାନେ ଆସନ୍ତା କାଲି ପର୍ଯ୍ୟନ୍ତ ସେ କାମଟିକୁ ସ୍ଥଗିତ କରିଦେଲେ। ଦେବତା ଦେହରୁ ଗଲା ପରେ ସେ ଝିଅଟି ନିସ୍ତେଜ ହୋଇ ପଡ଼ି ରହିଥାଏ। ସକାଳ 7ଟାରେ ତା ନିଦ ଭାଙ୍ଗିଲା, ହେଲେ ତାର ଗତ ରାତି କଥା ଜମାରୁ ମନେ ନଥାଏ।